ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ ଜିତ ପର୍ବତ ଦେଖାଇବା ସହିତ ଆପଣମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶିଷ୍ୟମାନଙ୍କର କବରଗୁଡ଼ିକ ଦେଖାଇବି। ତେବେ ସବୁ ଶିଷ୍ୟ ନୁହନ୍ତି, କିଛି ଶିଷ୍ୟମାନଙ୍କର କବର ଅଛି, ଆଖପାଖରେ ରହିଅଛି, ଆଉ କିଛି ଭବିଷ୍ୟତ ବକ୍ତାମାନଙ୍କର କବର। ଏ ସମସ୍ତ ବିଷୟ ଆଜିର ଭିଡ଼ିଓରେ ଆମେ ଦେଖିବା। ତେବେ ପ୍ରିୟ ବନ୍ଧୁଗଣ, ଭିଡ଼ିଓକୁ ଆପଣ ଏମିତି ଦେଖୁଥାନ୍ତୁ ଆଉ ଏଇ ଜାଗାର ଇତିହାସ ବିଷୟରେ ବା ଏଇ ଜାଗାରେ କ'ଣ କ'ଣ ସବୁ ରହିଅଛି ସେ ସମସ୍ତ ବିଷୟ ଆପଣ ଜାଣନ୍ତୁ, ନିଜେ ଆପଣ ଦେଖନ୍ତୁ। ଏହା ମୁଁ ଇଚ୍ଛା ପ୍ରକାଶ କରୁଅଛି। ତେବେ ପ୍ରିୟ ବନ୍ଧୁଗଣ, ଜିତ ପର୍ବତ କହିଲେ ବର୍ତ୍ତମାନ ଯଦି ଆପଣ ଦେଖିବେ ଇଏ କୌଣସି ପାହାଡ଼ ଭଳି ଦେଖାଯାଏ ନାହିଁ। ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସମୟରେ ଏଠି ହୁଏତ ଏକ ଛୋଟ ପାହାଡ଼ ଥାଇପାରେ, କିନ୍ତୁ ବର୍ତ୍ତମାନ ଜିତ ପର୍ବତ କହିଲେ ଆପଣ ବର୍ତ୍ତମାନ ଯାହା ଦେଖୁଛନ୍ତି ଇଏ ହେଉଛି ଜିତ ପର୍ବତ। ଅର୍ଥାତ୍ ବର୍ତ୍ତମାନ ପର୍ବତ ଜାଗାରେ ଅନେକ ଗୁଡ଼ିଏ ଘରଦ୍ୱାର ହେଇଛି, ଅନେକ ଜନବସତି, ରାସ୍ତାଘାଟ, ଏ ସମସ୍ତ ବିଷୟ ହୋଇଅଛି। ତେବେ ପ୍ରିୟ ବନ୍ଧୁଗଣ, ବିଗତ ଦିନରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସମୟରେ ଏଠି ପର୍ବତ ଥିଲା ଯାହାର ନାଁ ହେଉଛି ଜିତ ପର୍ବତ। ତେବେ ପ୍ରିୟ ବନ୍ଧୁଗଣ, ଜିତ ପର୍ବତ ବିଷୟରେ ବାଇବେଲରେ ବିଭିନ୍ନ ଜାଗାର ଉଲ୍ଲେଖ ଅଛି। ଯଦି ଆପଣ ଚାହିଁବେ ତେବେ ପାଇପାରିବେ। ମାଥ୍ୟୁ ଲିଖିତ ସୁସମାଚାର 24 ପର୍ବର 3 ପଦରେ ଅଛି। ଲୁକ ତାର 22 ପର୍ବର 39 ପଦରେ ଅଛି। ଜିଖରିୟ 14 ପର୍ବର 4 ପଦରେ ଅଛି। ଆଉ ପ୍ରେରିତ 1 ପର୍ବ 9-12 ଲେଖା ଅଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଜିତ ପର୍ବତ କାହିଁକି ଆମ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ତା ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ଜଣାଇବି। କାରଣ ଏହି ଜିତ ପର୍ବତ ଉପରେ ପ୍ରଭୁ ଯୀଶୁଖ୍ରୀଷ୍ଟ ବସିଥିଲେ ଆଉ ବସିକି ସେ ଯୁଗ ଶେଷର ଲକ୍ଷଣ ଗୁଡ଼ିକ ସେ କହିଥିଲେ। ଯଦି ଆପଣ ମୋ ସହିତ ଖୋଲିବା ପାଇଁ ଚାହୁଁଛନ୍ତି ତେବେ ଖୋଲିପାରିବେ ମାଥ୍ୟୁ ଲିଖିତ ସୁସମାଚାର 24 ପର୍ବର 3 ପଦ। 24 ପର୍ବର 3 ପଦରୁ ଯଦି ଆପଣ ପାଠ କରିବେ, ଏଠି ପ୍ରଭୁ ଯୀଶୁଖ୍ରୀଷ୍ଟ ଜିତ ପର୍ବତ ଉପରେ ବସିକି ଯୁଗ ଶେଷର ଲକ୍ଷଣ ଗୁଡ଼ିକ କହିଥିଲେ। ତେବେ ଦେଖିବା, ମୋ ସହିତ ବାଇବେଲ ଖୋଲନ୍ତୁ। ଯଦି ବାଇବେଲ ଅଛି ଆପଣ ଭିଡ଼ିଓକୁ ଏନ୍ଜୟ କରୁଥାନ୍ତୁ, ତା ସହିତ ପରମେଶ୍ୱରଙ୍କର ବାକ୍ୟ ମଧ୍ୟ ଶ୍ରବଣ କରୁଥାନ୍ତୁ। ଏହି ଜିତ ପର୍ବତ ବିଷୟରେ ବାଇବେଲରେ କେଉଁ ଜାଗାରେ ଲେଖା ଅଛି। ମାଥ୍ୟୁ 24:3, ପରେ ସେ ଜିତ ପର୍ବତ ଉପରେ ବସନ୍ତେ। ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଏଠି ଜିତ ପର୍ବତର ନାଁ ରହିଛି। ପରେ ସେ ଜିତ ପର୍ବତ ଉପରେ ବସନ୍ତେ ଶିଷ୍ୟମାନେ ତାହାଙ୍କ ଛାମୁକୁ ଗୋପନରେ ଆସି ପଚାରିଲେ, ଏସବୁ କେବେ ଘଟିବ? ପୁଣି ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କ'ଣ ତା ଆମମାନଙ୍କୁ କୁହନ୍ତୁ। ଯଦି ଆମେମାନେ ତା ପୂର୍ବରୁ ପଢ଼ିବା ବହୁତ ଭଲ ହେବ। 24 ପର୍ବର 1 ପଦରୁ 1 ପଦ 2 ପଦ ଲେଖାଯାଏ, ଯୀଶୁ ମନ୍ଦିରରୁ ବାହାରି ଚାଲି ଯାଉଥିବା ସମୟରେ ତାହାଙ୍କର ଶିଷ୍ୟମାନେ ତାହାଙ୍କୁ ମନ୍ଦିରର ପ୍ରାସାଦ ସମୂହ ଦେଖାଇବା ନିମନ୍ତେ ତାହାଙ୍କ ନିକଟକୁ ଆସିଲେ। କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମେମାନେ କ'ଣ ଏହି ସମସ୍ତ ଦେଖୁନାହଁ? ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଏହି ସ୍ଥାନରେ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ ହେବ। ସେତେବେଳେ ଶିଷ୍ୟମାନଙ୍କ ଭିତରେ ଗୋଟେ ଆଗ୍ରହ ସୃଷ୍ଟି ହେଲା ଯେ ଆମେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମେ ପଚାରିବା ଯେ ଯୁଗ ଶେଷର ଲକ୍ଷଣ ଗୁଡ଼ିକ କ'ଣ। ସେଥିପାଇଁ 3 ପଦରେ ସେମାନେ ପଚାରୁଛନ୍ତି, ଏସବୁ କେବେ ଘଟିବ? ପୁଣି ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କ'ଣ ତା ଆମମାନଙ୍କୁ କୁହନ୍ତୁ। ତାପରେ ଯଦି ଆମେମାନେ 4 ପଦ 5 ପଦ 6 ପଦ ଏମିତି ପଢ଼ି ଯିବା, ଆଉ ସେଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ବର୍ଣ୍ଣନା କରୁଅଛନ୍ତି
ଯେ ଯୁଗ ଶେଷ ଦିନରେ କ'ଣ କ'ଣ ଘଟିବ। ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସାବଧାନ, କେହି ଯେପରି ତୁମମାନଙ୍କୁ ଭ୍ରାନ୍ତ ନ କରେ। କାରଣ ଅନେକ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। ଆଉ ତୁମେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ। ସାବଧାନ, ବ୍ୟାକୁଳ ହୁଅ ନାହିଁ। କାରଣ ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ। କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ। ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। କିନ୍ତୁ ଏହି ସମସ୍ତ ପ୍ରସବ ବେଦନାର ଆରମ୍ଭ ମାତ୍ର। ଆହୁରି ବହୁତ ବିଷୟ ଲେଖା ଅଛି, ଆପଣ ତଳକୁ ପଢ଼ିବେ। ପୁରା ଡିଟେଲ୍ ପ୍ରଭୁ ଯୀଶୁଖ୍ରୀଷ୍ଟ ଜଣେଇଛନ୍ତି ଯୁଗ ଶେଷର ଲକ୍ଷଣ ଗୁଡ଼ିକ କ'ଣ। ତେବେ ଏହି ସମସ୍ତ ବିଷୟ ପ୍ରଭୁ ଯୀଶୁଖ୍ରୀଷ୍ଟ ଜିତ ପର୍ବତ ଉପରେ ଥାଇକି ସେ ଶିଷ୍ୟମାନଙ୍କୁ କହିଲେ ଯେ ତାଙ୍କର ଯେତେବେଳେ ଦ୍ୱିତୀୟ ଆଗମନ ହେବ, ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯେତେବେଳେ ଦ୍ୱିତୀୟ ଆଗମନ ହେବ, ତା ପୂର୍ବରୁ କ'ଣ କ'ଣ ସବୁ ଘଟିବ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଯାହା କହିଥିଲେ ସେ ସମସ୍ତ ବିଷୟ ଆଜି ଘଟୁଅଛି। ଏହାର ଅର୍ଥ ଯୁଗ ଶେଷ ଦିନର ମାନେ ଶେଷ ମୁହୂର୍ତ୍ତରେ ଆମେମାନେ ପହଞ୍ଚିଅଛୁ, ଆପଣ ଏବଂ ମୁଁ। ସେଥି ନିମନ୍ତେ ଆମେମାନେ କେତେ ଆହୁରି ଅଧିକ ଭୟ ଏବଂ ଭକ୍ତିର ସହିତ ତାହାଙ୍କର ନିକଟବର୍ତ୍ତୀ ହେବା ଉତ୍ତମ ଅଟେ। ତେବେ ପ୍ରିୟ ବନ୍ଧୁଗଣ, ଯଦି ଆପଣ ପ୍ରେରିତ ପୁସ୍ତକ 1 ପର୍ବର 9-12 ପଢ଼ିବେ, ସେଠି ପ୍ରଭୁ ଯୀଶୁଖ୍ରୀଷ୍ଟ ସ୍ୱର୍ଗାରୋହଣ କଲେ ଏବଂ ଶିଷ୍ୟମାନେ ଯେତେବେଳେ ଉପରକୁ ଚାହିଁଛନ୍ତି ସେତେବେଳେ ସ୍ୱର୍ଗଦୂତମାନେ ଆସିଲେ। ଆଉ ସେଠାରେ ମଧ୍ୟ ଜିତ ପର୍ବତ ବିଷୟରେ ଲେଖା ଅଛି। ଅବଶ୍ୟ ଜିତ ପର୍ବତର ନାଁ ନାହିଁ, କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ଜାଗାରେ ଥିଲେ ଆଉ ସେଇଟା ମଧ୍ୟ କ'ଣ ଜିତ ପର୍ବତ ହିଁ ଥିଲା। ପ୍ରେରିତ 1 ପର୍ବ 9-12। ସେ ଏହି ସମସ୍ତ କଥା କହିବା ଉତ୍ତାରେ ସେମାନେ ଦେଖୁ ଦେଖୁ ସେ ଊର୍ଦ୍ଧ୍ୱକୁ ନୀତ ହେଲେ। ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟି ଗୋଚରରୁ ଘେନିଗଲା। ସେ ଯାଉ ଯାଉ ସେମାନେ ଆକାଶ ଆଡ଼କୁ ଏକ ଦୃଷ୍ଟିରେ ଚାହିଁଅଛନ୍ତି। ଏହିପରି ସମୟରେ ଦେଖ, ଶୁକ୍ଳ ବସ୍ତ୍ର ପରିହିତ 2 ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ। ପୁଣି ସେମାନେ କହିଲେ, ହେ ଗାଲିଲୀୟ ଲୋକେ, କାହିଁକି ତୁମ୍ଭେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ? ଯେଉଁ ଯୀଶୁ ତୁମମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ। ଏଥିରେ ସେମାନେ ଏଇଠି ଲେଖା ଅଛି ଜିତ ପର୍ବତ ବିଷୟରେ। 12-11 ପର୍ଯ୍ୟନ୍ତ କୌଣସି ଜିତ ପର୍ବତ ବିଷୟରେ ନାହିଁ। 12 ଲେଖା ଅଛି, ଏଥି ଉତ୍ତାରେ ସେମାନେ ଜିତ ନାମକ ପର୍ବତରୁ ଜିରୁସାଲମକୁ ବାହୁଡ଼ି ଆସିଲେ। ସେହି ପର୍ବତ ଜିରୁସାଲମ ପାଖରେ ଗୋଟିଏ ବିଶ୍ରାମ ବାରର ବାଟ ଦୂରରେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଏଇଟା ଦେଖନ୍ତୁ, ପ୍ରୋଫେଟ୍ସ ଅଫ୍ ଦ ଟମ୍, ଭବିଷ୍ୟତ ବକ୍ତାମାନଙ୍କର କବର। ବର୍ତ୍ତମାନ ଆମେ ଦେଖିବା ଭବିଷ୍ୟତ ବକ୍ତାମାନଙ୍କର କବର। ଆଉ ଏଠି ଭବିଷ୍ୟତ ବକ୍ତା ତା ସହିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କିଛି ଶିଷ୍ୟମାନଙ୍କର କବର ରହିଅଛି। ସମସ୍ତଙ୍କ କବର ଏଠି ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କିଛି ଶିଷ୍ୟମାନଙ୍କର କବର ଏଠି ଅଛି। ଆଉ ଏଇ ଜାଗା କେତେ ପୁରୁଣା ଆପଣ ଜାଣିଲେ ପୁରା ଆଶ୍ଚର୍ଯ୍ୟ ହେଇଯିବେ। ତେବେ ପ୍ରିୟ ବନ୍ଧୁଗଣ, ଯଦି ଜାଣିବା ପାଇଁ ଚାହୁଁଛନ୍ତି ତେବେ ଦେଖନ୍ତୁ। ତେବେ ଏଇ ଜାଗା ହେଉଛି 2500 ବର୍ଷର। ହଁ ପ୍ରିୟ ବନ୍ଧୁଗଣ, କାରଣ ଏଇ କବର କେବେ ନିର୍ମାଣ କରାଗଲା? 500 BC, ମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମର 500 ବର୍ଷ ପୂର୍ବରୁ ହିଁ ଏଇ କବର ନିର୍ମାଣ କରାଯାଇଥିଲା। ତେବେ ଖ୍ରୀଷ୍ଟୀୟ ପ୍ରିୟ ଭାଇ ଭଉଣୀମାନେ, ଏଠି 50ଟି କବର ସେଇ ଭିତରେ। କ'ଣ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁନି? ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି। ବର୍ତ୍ତମାନ ଆମ୍ଭେମାନେ ଯେଉଁ ଜାଗାକୁ ଦେଖୁଅଛୁ
ଏଇ ଜାଗାରେ 50ଟି କବର ଅଛି। ଗୋଟେ କି ଦୁଇଟା ନୁହେଁ, କେତେ କବର? 50ଟି କବର ଅଛି। ତେବେ ଏଠାରେ ଜଣେ ବ୍ୟକ୍ତି ଅଛନ୍ତି ଯିଏକି এই ଜାଗା ବିଷୟରେ ଏକ୍ସପ୍ଲେନ୍ କରୁଛନ୍ତି। এই ଜାଗାର ଇତିହାସ ବିଷୟରେ ସେ କହୁଛନ୍ତି। এই ଜାଗା ହେଉଛି 2500 ବର୍ଷର ପୁରୁଣା ଆଉ ଏଠି 50ଟି କବର ଅଛି। ସେ 50ଟି କବର କାହାର? ଭବିଷ୍ୟତ ବକ୍ତାମାନଙ୍କର ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶିଷ୍ୟମାନଙ୍କର। ତେବେ ଯଦି ମୁଁ ଆପଣଙ୍କୁ ପ୍ରଶ୍ନ କରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କେତେଜଣ ଶିଷ୍ୟ ଥିଲେ? ଆପଣ କହିବେ 12 ଜଣ ଶିଷ୍ୟ ଥିଲେ। ସଣ୍ଡେ ସ୍କୁଲର ପିଲାମାନେ ବି ଜାଣନ୍ତି 12 ଜଣ ଶିଷ୍ୟ ଥିଲେ। କିନ୍ତୁ ପ୍ରିୟ ବନ୍ଧୁଗଣ, ଏହି ଉତ୍ତର ସମ୍ପୂର୍ଣ୍ଣ ଠିକ୍ ନୁହେଁ। 12 ଜଣ ଶିଷ୍ୟଙ୍କ ବ୍ୟତୀତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆହୁରି ଅନେକ ଶିଷ୍ୟ ଥିଲେ। 12 ଜଣ ମୁଖ୍ୟ ଶିଷ୍ୟ ଥିଲେ, କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆହୁରି ଅନେକ ଶିଷ୍ୟ ଥିଲେ। ସେମାନଙ୍କ ଭିତରୁ କେତେ ଜଣଙ୍କର କବର ଏଠି ଅଛି। ଆଉ ଜିଖରୀୟ ଭବିଷ୍ୟତ ବକ୍ତାଙ୍କର କବର ଏଠି ଅଛି, ଏ ଭିତରେ ଅଛି। ତେବେ ଆମେମାନେ ଦେଖିବା ଆଉ କ'ଣ ସବୁ ରହିଅଛି। ଦେଖନ୍ତୁ, ଏଇ ଜାଗାରେ ଅନେକ କବର ରହିଅଛି। ମୁଁ ଯେମିତି ଆପଣଙ୍କୁ କହିଲି ଯେ ଏଠାରେ ଭବିଷ୍ୟତ ବକ୍ତାମାନଙ୍କର କବର ଅଛି, ତା ସହିତ ଶିଷ୍ୟମାନଙ୍କର କବର ବି ଅଛି। ଅନେକ ପ୍ରଶ୍ନ କରନ୍ତି ଯେ ମୁଁ କବର ଗୁଡ଼ିକ କାହିଁକି ଦେଖାଉଛି। ତେବେ ପ୍ରିୟ ବନ୍ଧୁଗଣ, କବର ସହିତ ଆମର କ'ଣ ସମ୍ପର୍କ? ତେବେ ମୁଁ ଏ ସମସ୍ତ ବିଷୟ ଦେଖାଇବାର ତା'ର କାରଣ ହେଉଛି, ଯେପରି ଏହି ଐତିହାସିକ ସ୍ଥାନକୁ ଆପଣ ଦେଖନ୍ତୁ। ଜିଖରୀୟ ବୋଲି ଜଣେ ବ୍ୟକ୍ତି ଥିଲେ, ପ୍ରକୃତରେ ଥିଲେ, ଯାହାଙ୍କ ନାମ ବାଇବେଲରେ ଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶିଷ୍ୟମାନେ ପ୍ରକୃତରେ ଥିଲେ। ଆଉ ସେ ସମସ୍ତ ବିଷୟ ପ୍ରମାଣ କରାଇବା ନିମନ୍ତେ, ଆଉ କେବଳ ସେମିତି ନୁହେଁ, କହିକି ନୁହେଁ, ଦେଖେଇକି, ସାକ୍ଷାତ ସମସ୍ତଙ୍କୁ ଦେଖେଇକି ମାନେ ପ୍ରମାଣିତ କରିବା ନିମନ୍ତେ ମୁଁ ଏଇ ଜାଗା ଗୁଡ଼ିକ ଆପଣଙ୍କୁ ଦେଖାଉଛି ଯେ ଆପଣ ଦେଖନ୍ତୁ। ଆଉ ଏଇ ଜାଗାରେ କିପରି କାହାର କବର ଥିଲା? ଏଇ ଜାଗାରେ ଶିଷ୍ୟମାନଙ୍କର କବର ଥିଲା, କବର ଅଛି ବର୍ତ୍ତମାନ। ଆଉ ଏଇ ଜାଗାରେ ସେମାନଙ୍କୁ କବର ଦିଆଯାଇଥିଲା। ତେବେ ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ, ଆପଣ ହୁଏତ ଜାଣିଥିବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯେଉଁ ଶିଷ୍ୟମାନେ ଥିଲେ, ସେମାନେ କେତେ ନିର୍ଯାତନା ଦେଇ, କେତେ ତାଡ଼ନା ମଧ୍ୟ ଦେଇ ଗତି କରିଛନ୍ତି। ଶେଷରେ ନିଜର ଜୀବନ ଦେବାକୁ ମଧ୍ୟ ପଛେଇ ନାହାନ୍ତି। ଯଦି ଆପଣ ଚାହୁଁଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶିଷ୍ୟମାନଙ୍କର କେମିତି ମୃତ୍ୟୁ ହୋଇଥିଲା, ସେ ବିଷୟରେ ଅଲରେଡ଼ି ମୋର ଚ୍ୟାନେଲରେ ଭିଡ଼ିଓ ରହିଅଛି। ଆପଣ ମୋର ଚ୍ୟାନେଲକୁ ଭିଜିଟ୍ କରିକି ଯାଇକି ଆପଣ ନିଶ୍ଚିନ୍ତ ଭାବରେ ଦେଖିପାରିବେ। ହଁ ପ୍ରିୟ ବନ୍ଧୁଗଣ, ଆପଣ ନିଶ୍ଚିନ୍ତ ଭାବରେ ଦେଖିପାରିବେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶିଷ୍ୟମାନଙ୍କର ମୃତ୍ୟୁ କେମିତି ହୋଇଥିଲା, ସେମାନଙ୍କର ମରଣ କେମିତି ହୋଇଥିଲା। ସେମାନଙ୍କ ମୃତ୍ୟୁ ଅତି ଭୟାନକ ଥିଲା। ପିତରଙ୍କୁ ମରାଗଲା ଉଲ୍ଟା କ୍ରୁଶରେ। ଯାକୁବଙ୍କୁ କ'ଣ କରାଗଲା? ତାଙ୍କୁ ଖଣ୍ଡାରେ ବଧ କରାଗଲା। ଆଉ ଆନ୍ଦ୍ରିୟଙ୍କୁ ଏକ୍ସ ଭଳିଆ ଏକ କ୍ରୁଶ କାଠରେ ତାକୁ ବନ୍ଧାଗଲା, ବାନ୍ଧିକି ମରାଗଲା। ଥମାଙ୍କୁ ବର୍ଷା ମାରିକି ହତ୍ୟା କରାଗଲା ପଛରୁ, ଯିଏକି ଆମର ଭାରତର କେରଳକୁ ଆସିଥିଲେ ଏବଂ ଚେନ୍ନାଇରେ ତାଙ୍କର କବର ଏ ପର୍ଯ୍ୟନ୍ତ ଅଛି। ମୁଁ ଯେମିତି ଆପଣଙ୍କୁ କହିଲି, ଏଠି ସମସ୍ତଙ୍କର କବର ନାହିଁ, ସବୁ ଶିଷ୍ୟମାନଙ୍କର, କିଛି ଶିଷ୍ୟମାନଙ୍କର କବର ଅଛି, ଆଉ ଭବିଷ୍ୟତ ବକ୍ତାମାନଙ୍କର କବର ଅଛି, ଯେଉଁଟା ଆମେ ନିଜ ଆଖିରେ ଆମେ ଦେଖୁଛୁ। ହଁ ପ୍ରିୟ ବନ୍ଧୁଗଣ, ତେବେ ଏ ଜାଗା କେମିତି ଲାଗୁଛି କମେଣ୍ଟ କରନ୍ତୁ। ଯଦି এই ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଛି, ଭିଡ଼ିଓକୁ ନିଶ୍ଚିନ୍ତ ରୂପରେ ସେୟାର କରନ୍ତୁ ଅନ୍ୟମାନଙ୍କ ସହିତ।
आउ जो चैनल को प्रथम थर पाइछन चैनल को सब्सक्राइब करंतु। एपटे अच्छी जिखरिया खबर टे देखु ये भितरटा हूँ बहुत अंधार माने बेसी लाइट ना कारण ये हूँ एक कबर कबर भितर माने एत लाइट न थाए जमती बाहर सूर्य किरण लाइट थाए सेमती न थाए। तबे ख्रीष्टान प्रिय भाई भनी माने तापरे प्रभु जीशु ख्रीष्टर शिष्य मानकर कबर भी अच्छे और जोड़ा कि आम मैंने देखुचु जमती कि मुझे कहली एठी 50टी कबर अच्छी माने 50 जनकर कबर अच्छी किसी भविष्यत वक्ता मानकर किसी प्रभु जीशु ख्रीष्टर शिष्य मानकर कबर अच्छी जोटा कि आम देखुअछु। तबे ख्रीष्टान प्रिय भाई भनी माने ये जगह आपन को किपर लगुच कमेंट करंतु। आउ जदि वीडियो आपन को भल लगी था वीडियो को निश्चिंत भाव में शेयर करंतु। आउ जदि आपन चैनल को प्रथम थर पे आछंती चैनल को सब्सक्राइब कर रखंतु प्रिय बंधुगण। ए वीडियो को से मान को शेयर करंतु। आउ जो माने कि एमिति ऐतिहासिक जगह गुड़िक देखा इच्छा प्रकाश करुँच एठी भी किसी कबर रही अछि प्रिय बंधुगण पुरातन काल रे माने पुरातन नियम माने किसी लोक मानकर कबर ता सहित नूतन नियम किसी लोक मानकर कबर एठी अछि आपन कहि परिबे एटा होछि एक कबरस्थान। समस्त नमस्कार पुनि भेट हबा आपन सहित आउ गोटे वीडियो रे धन्यवाद।